ଆରେ କଣ କରୁଛୁ ରେ? ପଢାପଢି କରୁଛୁ ନା କଣ? ହଁ ଏଇ ଆଲଫାର ସ୍କୋୟାର ପ୍ଲସ୍ ବିଟାର ସ୍କୋୟାର କାହିଁ କେମିତି ବାହାରିବ କିଛି ଜାଣିପାରୁନି। ହଁ ଏଇ ଗୋଟେ କଥା। अच्छा ହଁ ମୁଁ ବା କଲେଜର ପ୍ରଫେସର ठीक ଥିଲି है ମ୍ୟାଥରେ। ଆଣ କିନ୍ତୁ ବତେଇଦେବି। ଆଲଫାର କେତେ ମହଲା ଘର? 2 ମହଲା। ବାସ୍ ଆଲଫାର 2 ମହଲା ମାନେ ଆଲଫାର 2 ସ୍କୋୟାର ମାନେ 2 ସ୍କୋୟାର ପ୍ଲସ ବିଟାର କେତେ ଘର ମାନେ କେତେ ମହଲା ଘର କହିଲୁ? 2 ମହଲା। ସେଠି ପ୍ଲସ ବିଟାର ଉପରେ 2 ପ୍ଲସ୍ ଟା ଆଉ ହୋଲ ସ୍କୋୟାର ଟା କେମିତି କଣ ହେଲା ଟିକେ କହୁନ? ପ୍ଲସଟା ହଉଛି କଣ କହିଲୁ? ତାଙ୍କ ଦି ଜଣଙ୍କ ଭିତରେ ଗୋଟେ ନୈତିକ ସମ୍ପର୍କ ଅଛି, ସେଥିପାଇଁ ସେଇଟାକୁ ପ୍ଲସ ଦିଆହେଲା। ତାପରେ ହୋଲ ସ୍କୋୟାର ଯେହେତୁ ତାଙ୍କ ଦି ଜଣଙ୍କ ଭିତରେ ନୈତିକ ସମ୍ପର୍କ ଅଛି, ତାଙ୍କର ହୋଲ ସ୍କୋୟାର ରହିଲେ ଦି ଜଣଙ୍କର ନିବିଡ଼ ସମ୍ପର୍କ ସ୍ଥାପନ ହେଲା। ଆଲଫାର ଘରଠୁ ବିଟାର ଘର କେତେ କିଲୋମିଟର? 2 କିଲୋମିଟର। ବିଟାର ଘରଠୁ ଆଲଫାର ଘର କେତେ କିଲୋମିଟର? 2 କିଲୋମିଟର। ଦେଖେ ଇଜିକାଲ ଟୁ गाली नहीं देना ଆଲଫାର ସ୍କୋୟାର ପ୍ଲସ ବିଟାର ସ୍କୋୟାର। ଯେହେତୁ ତାଙ୍କ ଘର 2 କିଲୋମିଟର, ପ୍ଲସ ପ୍ଲସ ମାଇନସ ରଖିଦବୁ ମାଇନସ 2 କିଲୋମିଟର କମନ ରହିଯାଉଛି, ସେ କମନ ଟାକୁ ଏଠିକି ଲେଖିଦବୁ 2 ମାଇନସ 2। ଆଲଫା ଏଠି ଅଛି, ଆଲଫାଟାକୁ ନେଇଯିବୁ। ବିଟା ଅଛି, ବିଟାଟାକୁ ନେଇଯିବୁ। ଯେହେତୁ ଦି ଜଣଙ୍କର ଏକା କିଲୋମିଟର, ଦୁଇଟାକୁ ଉପରେ ଲେଖିଦବୁ। ବାସ୍ ଶେଷ। କଣ ଅଛି ଏଥିରେ? ସେଇ ୟୁନିଭର୍ସିଟି ଟପର ଥିଲି, ଏରା ଗଣିତ ମତେ ବନ୍ଧାମ। ତୋ ମୁଣ୍ଡରେ କଣ ପଶିଲା? ମୋର ତ ଉପରେ ଉପରେ ଉଠିଗଲା। କଣ ଜିଉ ଜିଉ ମୁଁ ତ କିଛି ବୁଝିପାରିନି, ତୁ ବାଲଟେ ବୁଝିବୁ।